राधे राधे। आज आमे माने पढ़िबा विजया एकादशी कथा। प्रथमे मैं यहाँ पद्य रूप में आपण मानक पाखरे गाई शुणाइबी एवं एही पद्यर अर्थ मु आपण मानकु बुझाई कहिबी। चलंतु आरंभ करिबा। एकादशी महात्म्य सप्तम अध्याय। युधिष्ठिर उवाच। कहन्ति युधिष्ठिर राजा कृष्णंकु करी पाद पूजा। जया महात्म्य शुणी करी उत्साह पड़िला बुरी। फाल्गुन कृष्ण एकादशी कहिबा श्रीकृष्ण विशेषी। नाम की अबा विधि अछि के अबा करी की पाइछि। कर श्रीकृष्ण अनुग्रह सकल हित अर्थे कह। श्रीकृष्ण उवाच। कृष्ण कहन्ति पंडुसुत जहा पचार परहित। कहिबा हुआ अप्रमाद नारद ब्रह्मार संवाद। नारद उवाच। ब्रह्मांकु वंदना करिण नारद पचारन्ते पूर्ण। जहा कहिले पद्मनाभ शुण हे युधिष्ठिर देव। ब्रह्म उवाच। शुण हे कहिबा नारद विजया एकादशी भेद। जिणी जावत पुण्यवंत नामे ए विजय विख्यात। सबु पाप को विनाशीण उत्कर्ष बही छन्ति जान। पवित्र अति पुरातन पापनाशन ए समान। कहिबा जे विजया व्रत जे होई नाहंति विख्यात। जेउ विजया व्रत करी जिणंती राजा माने धरी। सीता लक्ष्मण जुत होई पूर्वे जे राम बने जाई। पंचवटी रे राम नारी नेला रावण चोरी करी। से दुखे राम विमोहित होई भ्रमिले इतस्तत। कले जे जटा जुक्त मुक्त कबंध दैत्य कले हत। देखिले वीर हनुमंत कला से विनती बहुत। सुग्रीव कार्ये बाली मारी रहिले माल्यवंत गिरी। सुग्रीव तुले भेटाइला ता संगे मैत्र कराइला। नाना दिगरु सैन्यपुरी प्रवेश हेले लंकापुरी। अशोक बने सीता भेटी देले अंगुरी एक गोटी। जानकी देवी मथा मणि श्रीरामे देले कपि मणि। कहिले देवी लंका आदि जेते दानव देले मर्धी। हनुमंतंक वाक्य शुणी सुग्रीव मंत्री परिमाणी
ଶ୍ରୀରାମ ଲକ୍ଷ୍ମଣ ଏବେନି ଆଗରେ ଗଲେ ସୈନ୍ୟ ଘେନି। ସୁଗ୍ରୀବ ସେନାପତିମାନେ ଗଲେ ଶ୍ରୀରାମ ସନ୍ନିଧାନେ। ପ୍ରବେଶ ହେଲେ ସିନ୍ଧୁ ତୀର ଦେଖି ବିସ୍ମୟ ରଘୁବୀର। ଅତି ଅଗାଧ ସ୍ୱୟଂ ହୋଏ ଜୀବଗଣରେ ଭୟ ଦିଏ। ଅତି ଉତ୍ଫୁଲ୍ଲ ନେତ୍ର ହୋଇ କହନ୍ତି ଲକ୍ଷ୍ମଣକୁ ଚାହିଁ। ଦେଖ ନା କଲେ କମହିମା ରଖି ନ ଦିଏ ତଟ ସୀମା। ଶୁଣି ଗର୍ଜନ ଘନ ଘନ କିଏ ବା କରେ ଗରଜନ। ଦେଖ ମୋ ଆଗ୍ନେୟାସ୍ତ୍ର ବଳ ଜାଳି ଦେବି ମୁଁ ଏ ସକଳ। କେବଳ ଚଳଚର ମାନେ ମରିବେ ଏ ଭୟ ମୋ ମନେ। କହ କି ଉପାୟ ଲକ୍ଷ୍ମଣ ଯେ ରୂପେ ତରିବା ଲକ୍ଷ୍ମଣ। ଉପାୟ ମତେ ନ ଦିଶଇ ଯେଣେ ଏ ସୁତ ରହୁଅଇ। ଲକ୍ଷ୍ମଣ ଉବାଚ କହନ୍ତି ଶ୍ରୀ ଲକ୍ଷ୍ମଣ ବୀର ତୁମ୍ଭଙ୍କୁ କିବା ଅଗୋଚର। ତୁହି ଯେ ପୁରାଣ ପୁରୁଷ ସଚରାଚର ଜଗଦୀଶ। ପୁରୁଷୋତ୍ତମ ଆଦି ଦେବ କେ ତୁମ୍ଭେ ଉପାୟ କହିବ। ଏଠାରୁ ଗବ୍ୟୁତି ପ୍ରମାଣେ ଦିଶ ମଧ୍ୟରେ ଦିବ୍ୟ ସ୍ଥାନେ। ଅଛନ୍ତି ବିଦ୍ୟାଲଭ ମୁନି ସେ ଭୂତ ଭବିଷ୍ୟ ବିଜ୍ଞାନୀ। ଯିବା ତାହାଙ୍କୁ ପଚାରିବା ବହୁତ ବ୍ରାହ୍ମଣ ଦେଖିବା। ସେ ମୁନି ମୁନିଙ୍କ ପୁରାଣ ଯୋଗ ଧ୍ୟାନରେ ସେ ନିପୁଣ। ଶୁଣି ଲକ୍ଷ୍ମଣ ସୁବଚନ ଶ୍ରୀରାମ ଗଲେ ମୁନି ସ୍ଥାନ। ଦେଖିଲେ ବିକଦାଲଭ ମୁନି ବସି ଅଛନ୍ତି ବେଢ଼ି ଜ୍ଞାନୀ। ଦେବତା ବୃନ୍ଦ ସଙ୍ଗେ ଘେନି କିଏ ବା ବିଜେ ପଦ୍ମଜନି। ତେଜରେ ବିଷ୍ଣୁ ପରି ଦିଶେ ଶାନ୍ତିର କାରଣ ଆଭାସେ। ନାମ ଉଚ୍ଚାର ଅଭିବାଦ କଲେ ଶ୍ରୀରାମ ଧରି ପାଦ। ଶ୍ରୀରାମଚନ୍ଦ୍ର ତେଜ ଚିହ୍ନି ଆନନ୍ଦେ ବିଦ୍ୟାଲଭ ମୁନି। ଧରି ଶ୍ରୀକର ପଦ୍ମ କରେ ଜୟ ଶ୍ରୀରାମ ମୁଖୁ ସ୍ଫୁରେ। ହେ ରାମ ପୁରାଣ ପୁରୁଷ କାରଣ ମନୁଷ୍ୟ ଆଭାସ। କିମର୍ଥେ ଆସିବାକୁ ହେଲେ ଜାଣୁଛି ମୋର ଭାଗ୍ୟ ଫଳେ। ଯେବେ କାରଣ ଅଛି କିଛି କହିବା ହେଉ ରଘୁବଂଶୀ। ଏମନ୍ତେ ପଚାରନ୍ତେ ମୁନି କହନ୍ତି ରଘୁକୁଳ ଧନି। ସଗୋତ୍ର କରି ଶତ୍ରୁ ମାରି ସୀତାଙ୍କୁ ଶୋକରୁ ଧରି। ଲଙ୍କାକୁ ହତ ଶିରି କରି
ନେବଇଁ ଅଯୋଧ୍ୟା ନଗରୀ। ଏ ରୂପେ କରି ମନରଥ ତୁମ ପ୍ରସାଦୁ ହେଲି ପଥ। କି ରୂପେ ତରିବା ବାରିଧି କହିବା ହେଉ ଏଥି ବୁଦ୍ଧି। ମୁନିରୁବାଚ କିବା ଅବିହିତ ତୋର ସଂସାର ହିତରେ ପ୍ରଚାର। କହିବା ହେ ରାମ ଉପାୟ ଯେ ଅନାୟାସ ଅନ୍ୟ ପ୍ରାୟ। ଫାଲ୍ଗୁନ କୃଷ୍ଣ ଏକାଦଶୀ ବିଜୟା ବୋଲି ତାକୁ ଭାସି। ସେ ଏକାଦଶୀ ବ୍ରତ କର ବିଜୟ ତହିଁରେ ତୁ କର। ଶତ୍ରୁକୁ ମାରି ଲଙ୍କା ଜିଣି ଆଣିବ ଜନକ ଦୁଲଣୀ। କୀର୍ତ୍ତି ବ୍ୟାପିବ ଅନୁଦିଶେ କହିବା ଯେ ବିଧି ବିଶେଷେ। ଅଷ୍ଟମୀ ଦିନ ଏକ କୁମ୍ଭ ସ୍ଥାପିବ ଜାଣି ଲଗ୍ନ ଶୁଭ। କରିବ କୁମ୍ଭ ଚାହିଁ ଚିତ୍ତ ସ୍ୱର୍ଣ୍ଣ ରଜତ ତାମ୍ରଯୁକ୍ତ। ଜଳରେ ଥିବ ସ୍ୱର୍ଣ୍ଣ କରି ଚ୍ୟୁତ ପଲ୍ଲବ ମୁଖେ ଭରି। ଉପରେ ଦେଇ ଆସ୍ତରଣ ବସାଇ ସ୍ୱର୍ଣ୍ଣ ନାରାୟଣ। କୁମ୍ଭୀ ସମୀପେ ଜାଳି ଦୀପ ଯେଉଁ ରୂପରେ ନହି ଲୋପ। ବିଧିରେ ହବିଷ୍ୟ କରିବ ପ୍ରାତରେ ଏକାଦଶୀ ହେବ। ପ୍ରାତଃକାଳରୁ ସ୍ନାନ କରି କୁମ୍ଭ ସ୍ଥାପିବ ଶୁଦ୍ଧ କରି। କଣ୍ଠରେ ମାଳା ଅନୁଲେପ ଜଳିତ କରିଥିବ ଦୀପ। ନାରିକେଳର ପୂଜା କରି ଉପରେ ସପ୍ତ ଧାନ୍ୟ ଧରି। ଯବମାନଙ୍କୁ ପକାଇବ ରମ୍ୟ ଅଛିଦ୍ର କୁମ୍ଭ ହେବ। କୁମ୍ଭର ଅଗ୍ରେ ଜାଳି ଦୀପ ଦେବ ସୁଗନ୍ଧ ଧୂପ ଦୀପ। ନାନା ନୈବେଦ୍ୟ ପୂଜା କରି ନାନା ବ୍ରତର ମାନ କରି। ଅଖଣ୍ଡ ଘୃତ ଦୀପ ଜାଳି ଜାଗ୍ରତ ହେବ ବ୍ରତ ପାଳି। ଜାଣ ଏ ଏକାଦଶୀ ଦିନ ନକର ଶୟନ ଅସନ। ନେବ ଆନନ୍ଦେ ଜୟା ଦିନେ ହେ ରାମଚନ୍ଦ୍ର ଏ ବିଧାନେ। ଯାଉ ଏ ଏକାଦଶୀ ନିଶି ପ୍ରବେଶ ହେବ ଯେ ଦ୍ୱାଦଶୀ। ଉଦୟ ହେବ ଦିବାକର ତୁମର ହେବ ପଦ୍ମକର। ଅଥବା ନଦୀ ପ୍ରସ୍ରବଣ କରିବା ପୂଜା ଯେ ପ୍ରମାଣ। ଦେବତା ସହିତ ସେ କୁମ୍ଭ ଦେବ ପାରଗଦି ଯେ ଦେବ। କୁମ୍ଭ ଦାନରେ ଅଙ୍ଗ କରି ଦେବ ଯେ ମହାଦେବ ପରି। ହେ ରାମ ଏ ବିଜୟା ବ୍ରତ କରିବ ଯେ ବିଧି ବିହିତ। ସ୍ୱପକ୍ଷ ସୈନ୍ୟର ସହିତ ବିଜୟା ହୋଇବ ନିୟତ। ଏ ବ୍ରତ ଉପଦେଶ ପାଇ
ମୁନି ଚରଣେ ନତ ହୋଇ ଗଲେ ଶ୍ରୀରାମ ସନ୍ତୋଷରେ ପ୍ରବେଶ ହେଲେ ଆବାସରେ। ଫାଲ୍ଗୁନ କୃଷ୍ଣ ଏକାଦଶୀ ପ୍ରବେଶ ହୋଇବାରୁ ଆସି ପ୍ରାତଃକାଳରୁ ସ୍ନାନ ସାରି ବିଧିରେ ବିଜୟା ଆଚରି ଦ୍ୱାଦଶୀ ଦାନ ପୁଣ୍ୟ ବିଧି ସମସ୍ତେ କଲେ ଯଥା ବିଧି। ପାରି ହୋଇଲେ ମହାଶୟ ଲଙ୍କାକୁ କଲେ ମହାଭୟ। ରଣରେ ରାବଣ ମାଇଲେ ବିଭୀଷଣକୁ ଲଙ୍କା ଦେଲେ। ସୀତା ଘେନିଣ ଜୟ କରି ପ୍ରବେଶ ଅଯୋଧ୍ୟା ନଗରୀ। ବ୍ରହ୍ମା କହିଲେ ହେ ନାରଦ ଶୁଣିଲେ ବିଜୟା ପ୍ରସାଦ। ଏ ବ୍ରତ ବିଧି ମତ କରି ଆଚରି ଯେଉଁ ନର ନାରୀ। ହୋଇବ ଜୟ ୟହ ଲୋକେ ଅକ୍ଷୟ ହେବ ପରଲୋକେ। ଏହି କାରଣୁ ସର୍ବଜନ ହୁଅ ଏ ବ୍ରତେ ସାବଧାନ। ଇତି ଶ୍ରୀ ସ୍କନ୍ଦ ପୁରାଣେ ଫାଲ୍ଗୁନ କୃଷ୍ଣ ଏକାଦଶୀ ବ୍ରତ ମାହାତ୍ମ୍ୟ ସପ୍ତମ ଅଧ୍ୟାୟ। ବର୍ତ୍ତମାନ ଏକାଦଶୀର ପଦ୍ୟ ଶେଷ ହୋଇଛି। ବର୍ତ୍ତମାନ ଚାଲନ୍ତୁ ମୁଁ ଏହାକୁ ଗଦ୍ୟ ରୂପରେ ଆପଣମାନଙ୍କୁ ବୁଝାଇ କହିବି। ବିଜୟା ଏକାଦଶୀ। ଯୁଧିଷ୍ଠିର ପଚାରିଲେ, ହେ ବାସୁଦେବ, ଫାଲ୍ଗୁନ ମାସ କୃଷ୍ଣ ପକ୍ଷରେ କେଉଁ ଏକାଦଶୀ ହୁଏ ଏବଂ ଏହି ବ୍ରତର ବିଧି କ'ଣ? କୃପା କରି କହନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ଯୁଧିଷ୍ଠିର, ଥରେ ନାରଦ ବ୍ରହ୍ମାଙ୍କୁ ଫାଲ୍ଗୁନ କୃଷ୍ଣ ପକ୍ଷର ବିଜୟା ଏକାଦଶୀ ବ୍ରତ ଦ୍ୱାରା ହେଉଥିବା ପୁଣ୍ୟ ବିଷୟରେ ପଚାରିବାରୁ ବ୍ରହ୍ମା ଏହି ବ୍ରତର ମାହାତ୍ମ୍ୟ ତଥା ବିଧି ସମ୍ବନ୍ଧରେ ତାଙ୍କୁ ଯାହା କହିଥିଲେ ତାହା ଶୁଣ। ବ୍ରହ୍ମା କହିଲେ, ନାରଦ, ଏ ବ୍ରତ ଅତି ପ୍ରାଚୀନ, ପବିତ୍ର ଏବଂ ପାପନାଶକ। ଏହି ଏକାଦଶୀ ରାଜାମାନଙ୍କୁ ବିଜୟ ପ୍ରଦାନ କରିଥାଏ। ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ। ତ୍ରେତା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଯେତେବେଳେ ଲଙ୍କା ଆକ୍ରମଣ କରିବା ପାଇଁ ସମୁଦ୍ର କୂଳରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ସମୁଦ୍ର ପାରି ହେବା ପାଇଁ କୌଣସି ଉପାୟ ଦେଖାଯାଉନଥିଲା। ସେ ଲକ୍ଷ୍ମଣଙ୍କୁ ପଚାରିଲେ, ସୁମିତ୍ରା ନନ୍ଦନ, କେଉଁ ଉପାୟରେ ଏହି ସମୁଦ୍ରକୁ ପାରି କରାଯାଇପାରିବ? ଏହା ଅତ୍ୟନ୍ତ ଗଭୀର ଏବଂ ଭୟଙ୍କର ଜଳଜନ୍ତୁରେ ପରିପୂର୍ଣ୍ଣ। ଏହାକୁ ସୁଗମତାପୂର୍ବକ ପାରି କରାଯାଇପାରିଲା ଭଳି ମୋତେ କୌଣସି ସରଳ ଉପାୟ ଦେଖାଯାଉ ନାହିଁ। ଲକ୍ଷ୍ମଣ କହିଲେ, ହେ ପ୍ରଭୁ, ଆପଣ ହିଁ ଆଦିଦେବ ଏବଂ ପୁରାଣ ପୁରୁଷୋତ୍ତମ ଅଟନ୍ତି। ଆପଣଙ୍କୁ କ'ଣ ଅଛପା ଅଛି? ଏଠାରୁ ଅଧା ଯୋଜନ ଦୂରରେ କୁମାରୀ ଦ୍ୱୀପରେ ବଗ୍ଦାଲଭ୍ୟ ମୁନି ରହୁଛନ୍ତି। ଆପଣ ସେହି ପ୍ରାଚୀନ ମୁନୀଶ୍ୱରଙ୍କ ପାଖକୁ ଯାଇ ଏହାର ଉପାୟ ପଚାରନ୍ତୁ। ଶ୍ରୀରାମଚନ୍ଦ୍ର ମହାମୁନି ବଗ୍ଦାଲଭ୍ୟଙ୍କ ଆଶ୍ରମରେ ପହଞ୍ଚିଲେ ଓ ମୁନିଙ୍କୁ ପ୍ରଣାମ କଲେ। ମହର୍ଷି ପ୍ରସନ୍ନ ହୋଇ ଶ୍ରୀରାମଙ୍କ ଆଗମନର କାରଣ ପଚାରିଲେ। ଶ୍ରୀରାମ କହିଲେ, ବ୍ରହ୍ମନ୍, ମୁଁ ଲଙ୍କା ଉପରେ ଆକ୍ରମଣ କରିବାକୁ ନିଜ ସେନା ସହିତ ଏଠାକୁ ଆସିଛି। ମୁନିବର, ଏବେ କିପରି ସମୁଦ୍ର ପାରି ହେବୁ? କୃପା କରି ଏହାର ଉପାୟ କହନ୍ତୁ। ବଗ୍ଦାଲଭ୍ୟ ମୁନି କହିଲେ, ହେ ଶ୍ରୀରାମ, ଫାଲ୍ଗୁନ କୃଷ୍ଣ ପକ୍ଷରେ ଯେଉଁ ବିଜୟା ନାମକ ଏକାଦଶୀ ପଡ଼େ, ଏହାର ବ୍ରତ କଲେ ଆପଣଙ୍କର ବିଜୟ ହେବ। ନିଶ୍ଚିତ ଭାବେ ଆପଣ ନିଜର ବାନର ସେନା ସହିତ ସମୁଦ୍ର ପାର କରି ପାରିବେ। ରାଜନ୍, ଏବେ ଏହି ବ୍ରତର ଫଳଦାୟକ ବିଧି ଶୁଣନ୍ତୁ।
ଦଶମୀ ଦିନ ସୁନା ରୂପା ତମ୍ବା ଅଥବା ମାଟିର ଗୋଟିଏ କଳସ ସ୍ଥାପନ କରି ତହିଁରେ ଜଳ ପୂର୍ଣ୍ଣ କରି କଅଁଳ ପତ୍ର ରଖନ୍ତୁ। ଏହା ଉପରେ ଭଗବାନ ନାରାୟଣଙ୍କ ସୁବର୍ଣ୍ଣମୟ ବିଗ୍ରହ ସ୍ଥାପନା କରନ୍ତୁ। ତାପରେ ଏକାଦଶୀ ଦିନ ପ୍ରାତଃ ସମୟରେ ସ୍ନାନ ସାରି କଳସକୁ ପୁନଃ ସ୍ଥାପନ କରନ୍ତୁ। ମାଳା ଚନ୍ଦନ ଗୁଆ ତଥା ନଡ଼ିଆ ଆଦି ଦ୍ୱାରା ବିଶେଷ ଭାବରେ ଏହାର ପୂଜନ କରନ୍ତୁ। କଳସ ଉପରେ ସପ୍ତଧାନ ଏବଂ ଜବ ରଖ। ଗନ୍ଧ ଧୂପ ଦୀପ ଓ ନାନାଦି ନୈବେଦ୍ୟ ଦ୍ୱାରା ପୂଜନ କରନ୍ତୁ। କଳସ ସମ୍ମୁଖରେ ବସି ଉତ୍ତମ କଥାବାର୍ତ୍ତା କରି ସାରା ଦିନ ବିତାନ୍ତୁ ଓ ରାତିରେ ମଧ୍ୟ ସେଠାରେ ଜାଗରଣ କରନ୍ତୁ। ଅଖଣ୍ଡ ବ୍ରତ ସିଦ୍ଧି ନିମନ୍ତେ ଘିଅର ଦୀପ ଜାଳନ୍ତୁ। ତାପରେ ଦ୍ୱାଦଶୀ ଦିନ ସୂର୍ଯ୍ୟୋଦୟ ପରେ ଏହି କଳସକୁ କୌଣସି ନଦୀ ଝରଣା କିମ୍ବା ପୋଖରୀ ତଟରେ ସ୍ଥାପନ କରି ଏହାର ବିଧିବତ୍ ପୂଜନ କରନ୍ତୁ ଏବଂ ଦେବ ପ୍ରତିମା ସହିତ ସେହି କଳସକୁ ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କରିଦିଅନ୍ତୁ। କଳସ ସହିତ ଅନ୍ୟାନ୍ୟ ବଡ଼ ବଡ଼ ଦାନ ମଧ୍ୟ ଦେବା ଉଚିତ। ଶ୍ରୀରାମ ଆପଣ ନିଜ ସେନାପତିଙ୍କ ସହିତ ଏହି ବିଧିରେ ପ୍ରଯତ୍ନପୂର୍ବକ ବିଜୟା ଏକାଦଶୀ ବ୍ରତ କରନ୍ତୁ। ଏହାଦ୍ୱାରା ଆପଣଙ୍କର ବିଜୟ ହେବ। ବ୍ରହ୍ମା କହିଲେ। ନାରଦ ଏହା ଶୁଣି ଶ୍ରୀରାମଚନ୍ଦ୍ର ମୁନିଙ୍କ କହିବା ଅନୁସାରେ ସେହି ସମୟରେ ବିଜୟା ଏକାଦଶୀ ବ୍ରତ କଲେ। ସେହି ବ୍ରତ କରିବାରୁ ଶ୍ରୀରାମଚନ୍ଦ୍ର ବିଜୟୀ ହେଲେ। ସେ ସଂଗ୍ରାମରେ ରାବଣକୁ ମାରିଲେ ଏବଂ ଲଙ୍କାକୁ ଜୟ କରି ମାତା ସୀତାଙ୍କୁ ଉଦ୍ଧାର କଲେ। ପୁତ୍ର ଯେଉଁ ମନୁଷ୍ୟ ଉକ୍ତ ବିଧି ମତେ ବ୍ରତ କରନ୍ତି ସେମାନଙ୍କ ଇହଲୋକରେ ବିଜୟ ପ୍ରାପ୍ତ ହୁଏ ଓ ସେମାନଙ୍କ ପରଲୋକ ମଧ୍ୟ ସୁରକ୍ଷିତ ରହେ। ଭଗବାନ ଶ୍ରୀକୃଷ୍ଣ କହିଲେ, ଯୁଧିଷ୍ଠିର ଏହି କାରଣରୁ ବିଜୟା ଏକାଦଶୀ ବ୍ରତ କରିବା ଉଚିତ। ଏହି ପ୍ରସଙ୍ଗକୁ ପଢ଼ିବା ଏବଂ ଶୁଣିବା ଦ୍ୱାରା ବାଜପେୟୀ ଯଜ୍ଞର ଫଳ ମିଳେ। ଚାଲନ୍ତୁ ଏକାଦଶୀ ପାଳନ ଏବଂ ଏକାଦଶୀ କାହିଁକି ପାଳାଯାଏ ଏବଂ ଏକାଦଶୀ ବ୍ରତ ସବୁ ବ୍ରତଠାରୁ ବଡ଼ କାହିଁକି କରାଯାଏ ଏହା ବିଷୟରେ ଆମେମାନେ ଶୁଣିବା। ମାନବ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ପରମାତ୍ମା ପ୍ରାପ୍ତି। ଶାରୀରିକ ସ୍ୱାସ୍ଥ୍ୟ ମନୋବଳ ଓ ବୁଦ୍ଧିର ସାତ୍ତ୍ୱିକତା ଏହି ତିନୋଟିରେ ସମ୍ପୂର୍ଣ୍ଣ ମନୁଷ୍ୟ ହିଁ ଭୋଗ ଓ ମୋକ୍ଷ ପାଇଥାଏ। ଏହା ସହିତ ବିବେକପୂର୍ବକ କରାଯାଉଥିବା ଏକାଦଶୀ ଆଦି ବ୍ରତ ଉପବାସର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିର ସୂତ୍ର ଏଥିରେ ନିହିତ ଅଛି। ଏକାଦଶୀର ଉତ୍ପତ୍ତି ପ୍ରସଙ୍ଗ ଯେତିକି ରୋମାଞ୍ଚକର ଏହାର ମହିମା ବର୍ଣ୍ଣିତ ହୋଇଥିବା କଥା ପ୍ରସଙ୍ଗ ସମୂହ ମଧ୍ୟ ସେତିକି ମନୋରମ। ଏକାଦଶୀ ବ୍ରତର ଉଭୟ ପକ୍ଷର ଶାସ୍ତ୍ରୀୟ ବିବେଚନା ତଥା ଏହି ବିଷୟରେ ପୂଜ୍ୟଶ୍ରୀଙ୍କ ଅମୃତ ବଚନର ସଂକଳନକୁ ଏହି ପୁସ୍ତକ ମାଧ୍ୟମରେ ଆପଣଙ୍କ କରକମଳରେ ପହଞ୍ଚାଇବାର ସୌଭାଗ୍ୟ ସମିତିକି ପ୍ରାପ୍ତ ହୋଇଛି। ସେବା କରିବାର ଏହି ସୌଭାଗ୍ୟ ଲାଭ ହୋଇଥିବାରୁ ହାର୍ଦ୍ଦିକ ପ୍ରସନ୍ନତା ହେଉଛି। ସ୍ୱାସ୍ଥ୍ୟ ପାଇଁ ମନ୍ତ୍ର। ଅଚ୍ୟୁତାନନ୍ଦ ଗୋବିନ୍ଦ ନାମୋଚ୍ଚାରଣ ଭେଷଜାତ୍ ନଶ୍ୟନ୍ତି ସକଳ ରୋଗାଃ ସତ୍ୟଂ ସତ୍ୟଂ ବଦାମ୍ୟହମ୍। ଅର୍ଥାତ୍ ହେ ଅଚ୍ୟୁତ, ହେ ଅନନ୍ତ, ହେ ଗୋବିନ୍ଦ, ଏହି ନାମୋଚ୍ଚାରଣ ରୂପୀ ଔଷଧି ଦ୍ୱାରା ସମସ୍ତ ରୋଗ ନଷ୍ଟ ହୋଇଯାଏ। ଏହା ମୁଁ ସତ୍ୟ କହୁଛି, ସତ୍ୟ କହୁଛି। ଏକାଦଶୀ ରାତିରେ ଶ୍ରୀହରିଙ୍କ ପାଖରେ ଜାଗରଣର ମାହାତ୍ମ୍ୟ। ସର୍ବଧର୍ମର ଜ୍ଞାତା, ବେଦ ଓ ଶାସ୍ତ୍ରର ଅର୍ଥ ଜ୍ଞାନରେ ପାରଙ୍ଗମ, ସମସ୍ତଙ୍କ ହୃଦୟରେ ରମଣ କରୁଥିବା ଶ୍ରୀବିଷ୍ଣୁଙ୍କ ତତ୍ତ୍ୱକୁ ଜାଣିଥିବା ତଥା ଭଗବତ୍ ପରାୟଣ ପ୍ରହ୍ଲାଦ ସୁଖପୂର୍ବକ ବସିଥିବା ସମୟରେ ତାଙ୍କ ପାଖକୁ ସ୍ୱଧର୍ମ ପାଳନ କରୁଥିବା ମହର୍ଷିଗଣ କିଛି ପଚାରିବାକୁ ଆସିଲେ। ମହର୍ଷିଗଣ କହିଲେ, ପ୍ରହ୍ଲାଦ, ଆପଣ ଏପରି ଏକ ସାଧନ କହନ୍ତୁ ଯେଉଁଥିରେ ଜ୍ଞାନ, ଧ୍ୟାନ ଓ ଇନ୍ଦ୍ରିୟ
ନିଗ୍ରହ ବିନା ମଧ୍ୟ ଅନାୟାସରେ ଭଗବାନ ବିଷ୍ଣୁଙ୍କ ପରମପଦ ପ୍ରାପ୍ତ ହୁଏ। ସେମାନେ ଏପରି ପଚାରିବାରୁ ସମ୍ପୂର୍ଣ୍ଣ ଜଗତର ହିତ ନିମନ୍ତେ ସଦା ଉଦ୍ୟତ ରହୁଥିବା ବିଷ୍ଣୁ ଭକ୍ତ ମହାଭାଗ ପ୍ରହ୍ଲାଦ ସଂକ୍ଷେପରେ ଏହି ପ୍ରକାର କହିଲେ। ମହର୍ଷିଗଣ, ଯାହା 18 ଖଣ୍ଡ ପୁରାଣର ସାରାଂଶ ଠାରୁ ମଧ୍ୟ ସାରତତ୍ତ୍ୱ, ଯାହା କାର୍ତ୍ତିକ ପଚାରିବା ପରେ ଭଗବାନ ଶଙ୍କର ତାଙ୍କୁ କହିଥିଲେ, ତାହା ବର୍ଣ୍ଣନା କରୁଛି, ଶୁଣନ୍ତୁ। ମହାଦେବ କାର୍ତ୍ତିକଙ୍କୁ କହିଲେ, ଯିଏ କଳିଯୁଗରେ ଏକାଦଶୀ ରାତିରେ ଉଜାଗର ରହି ବୈଷ୍ଣବ ଶାସ୍ତ୍ର ପାଠ କରେ, ତାର କୋଟି କୋଟି ଜନ୍ମର ସଞ୍ଚିତ 4 ପ୍ରକାର ପାପ ନଷ୍ଟ ହୋଇଯାଏ। ଯିଏ ଏକାଦଶୀ ଦିନ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ସେ ମୋର ଭକ୍ତ। ଯାହାକୁ ଏକାଦଶୀ ଜାଗରଣରେ ନିଦ୍ରା ଆସେ ନାହିଁ ତଥା ଯିଏ ଉତ୍ସାହପୂର୍ବକ ନାଚେ ଓ ଗାଏ, ସେ ମୋର ବିଶେଷ ଭକ୍ତ। ମୁଁ ତାକୁ ଉତ୍ତମ ଜ୍ଞାନ ଦିଏ ଓ ଭଗବାନ ବିଷ୍ଣୁ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି। ଏଣୁ ମୋର ଭକ୍ତଗଣ ବିଶେଷ ଭାବରେ ଜାଗରଣ କରିବା ଉଚିତ। ଯେଉଁମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ବୈରଭାବ ରଖନ୍ତି, ସେମାନେ ମହାପାପୀ। ଯେଉଁମାନେ ଏକାଦଶୀ ଜାଗରଣ କରନ୍ତି ଓ ଗାଆନ୍ତି, ତାଙ୍କୁ ଅଧା ନିମିଷରେ ଅଗ୍ନିଷ୍ଟମ ତଥା ଅତିରାତ୍ର ଯଜ୍ଞ କରିବା ସମାନ ଫଳ ପ୍ରାପ୍ତ ହୁଏ। ଯେଉଁମାନେ ରାତ୍ରି ଜାଗରଣ ପୂର୍ବକ ବାରମ୍ବାର ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦ ଦର୍ଶନ କରନ୍ତି, ତାଙ୍କୁ ମଧ୍ୟ ଏହି ଫଳ ପ୍ରାପ୍ତ ହୁଏ। ଯେଉଁ ମନୁଷ୍ୟ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଆଗରେ ଜାଗରଣ କରନ୍ତି, ସେମାନେ ଯମରାଜାଙ୍କ ପାଶରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ଦ୍ୱାଦଶୀ ଜାଗରଣ କରିବା ସମୟରେ ଗୀତା ଶାସ୍ତ୍ର ଦ୍ୱାରା ମନୋରଞ୍ଜନ କରନ୍ତି, ସେମାନେ ମଧ୍ୟ ଯମରାଜଙ୍କ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ମରିଗଲେ ମଧ୍ୟ ଦ୍ୱାଦଶୀ ଜାଗରଣ ଛାଡ଼ନ୍ତି ନାହିଁ, ସେମାନେ ଧନ୍ୟ ଓ ପୁଣ୍ୟାତ୍ମା ଅଟନ୍ତି। ଯେଉଁମାନଙ୍କ ପରିବାରର ସଦସ୍ୟମାନେ ଏକାଦଶୀ ରାତ୍ରିରେ ଜାଗରଣ କରନ୍ତି, ସେମାନେ ମଧ୍ୟ ଧନ୍ୟ। ଯେଉଁମାନେ ଏକାଦଶୀରେ ଜାଗରଣ କରନ୍ତି, ସେମାନେ ଯଜ୍ଞ, ଦାନ, ଗୟାଶ୍ରାଦ୍ଧ ତଥା ନିତ୍ୟ ପ୍ରୟାଗ ସ୍ନାନର ପୁଣ୍ୟ ଲାଭ କରନ୍ତି। ସେମାନଙ୍କୁ ସନ୍ନ୍ୟାସୀର ପୁଣ୍ୟ ମଧ୍ୟ ଲାଭ ହୁଏ ଏବଂ ତାଙ୍କ ଦ୍ୱାରା ଇଷ୍ଟାପୂର୍ତ କର୍ମସମୂହ ମଧ୍ୟ ଉତ୍ତମ ରୂପେ ପାଳନ ହୋଇଯାଏ। ଷଡ଼ାନନ, ଭଗବାନ ବିଷ୍ଣୁଙ୍କ ଭକ୍ତ ଜାଗରଣ ସହିତ ଏକାଦଶୀ ବ୍ରତ କରନ୍ତି। ଏଥିପାଇଁ ସେମାନେ ସର୍ବଦା ମୋର ବିଶେଷ ପ୍ରିୟ। ଯିଏ ବର୍ଦ୍ଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ, ସେ ପୁନଃପ୍ରାପ୍ତ ହେବାକୁ ଥିବା ଶରୀରକୁ ସ୍ୱୟଂ ଭସ୍ମ କରିଦିଏ। ଯିଏ ତ୍ରିସ୍ପୃଶା ଏକାଦଶୀ ରାତ୍ରିରେ ଜାଗରଣ କରେ, ସେ ଭଗବାନ ବିଷ୍ଣୁଙ୍କ ସ୍ୱରୂପରେ ଲୀନ ହୋଇଯାଏ। ଯିଏ ହରିବୋଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ, ତାର ସ୍ଥୂଳ ସୂକ୍ଷ୍ମ ସମସ୍ତ ପାପ ନଷ୍ଟ ହୋଇଯାଏ। ଯିଏ ଦ୍ୱାଦଶୀ ରାତ୍ରିରେ ଜାଗରଣ ତଥା ତାଳ ସ୍ୱର ସହିତ ସଙ୍ଗୀତର ଆୟୋଜନ କରେ, ତାକୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଯିଏ ଏକାଦଶୀ ଦିନ ଋଷିମାନଙ୍କ ଦ୍ୱାରା ରଚିତ ଦିବ୍ୟ ସ୍ତୋତ୍ର, ଭଗବେଦ, ଋଗ୍ବେଦ, ଯଜୁର୍ବେଦ ତଥା ସାମବେଦର ବୈଷ୍ଣବ ମନ୍ତ୍ର ବା ବୈଦିକ ମନ୍ତ୍ର, ସଂସ୍କୃତ ଓ ପ୍ରାକୃତର ଅନ୍ୟ ସ୍ତୋତ୍ର ଦ୍ୱାରା ଏବଂ ଗୀତ, ବାଦ୍ୟ ଆଦି ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରେ, ତାକୁ ଭଗବାନ ବିଷ୍ଣୁ ମଧ୍ୟ ପରମାନନ୍ଦ ପ୍ରଦାନ କରନ୍ତି। ଯ ପୁନଃ ପଠତେ ରାତ୍ରୌ ଗାତଂ ନାମ ସହସ୍ରକଂ ଦ୍ୱାଦଶ୍ୟାଂ ପୁରୋତ ବିଷ୍ଣୁ ବୈଷ୍ଣବାନାଂ ସମାପତଃ ସ ଗଚ୍ଛେତ୍ ପରଂ ସ୍ନାନ ଯତ୍ର ନାରାୟଣ ତ୍ରୟମ୍। ଯିଏ
ଏକାଦଶୀ ରାତିରେ ଭଗବାନ ବିଷ୍ଣୁଙ୍କ ଆଗରେ ବୈଷ୍ଣବ ଭକ୍ତମାନଙ୍କ ନିକଟରେ ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତି ସେ ସେହି ପରମଧାମକୁ ଯାତ୍ରା କରନ୍ତି ଯେଉଁଠି ସାକ୍ଷାତ୍ ଭଗବାନ ନାରାୟଣ ବିରାଜମାନ ଅଛନ୍ତି। ପୁଣ୍ୟମୟ ଭାଗବତ ତଥା ସ୍କନ୍ଦ ପୁରାଣ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ମଥୁରା ଏବଂ ବ୍ରଜରେ ଭଗବାନ ବିଷ୍ଣୁଙ୍କ ବାଳ ଚରିତ୍ରରେ ଯେଉଁ ବର୍ଣ୍ଣନା କରାଯାଇଛି ତାକୁ ଯିଏ ଏକାଦଶୀ ରାତ୍ରିରେ ଭଗବାନ କେଶବଙ୍କ ପୂଜା ସାରି ପାଠ କରେ ତାର କେତେ ପୁଣ୍ୟ ଲାଭ ହୁଏ ଏହା ମୁଁ ମଧ୍ୟ ଜାଣେ ନାହିଁ। ହୁଏତ ଭଗବାନ ବିଷ୍ଣୁ ଜାଣିଥାଇପାରନ୍ତି। ପୁତ୍ର, ଭଗବାନଙ୍କ ନିକଟରେ ଗୀତ, ନୃତ୍ୟ ତଥା ସ୍ତୋତ୍ର ପାଠ ଆଦିରୁ ଯେଉଁ ଫଳ ଲାଭ ହୁଏ ତାହା କଳି ଯୁଗରେ ଶ୍ରୀହରିଙ୍କ ନିକଟରେ ଜାଗରଣ କରିବା ସମୟରେ ବିଷ୍ଣୁ ସହସ୍ରନାମ, ଗୀତା ତଥା ଶ୍ରୀମଦ୍ ଭାଗବତ ପାଠ କଲେ ସହସ୍ର ଗୁଣ ହୋଇ ମିଳିଥାଏ। ଯିଏ ଶ୍ରୀହରିଙ୍କ ପାଖରେ ଜାଗରଣ କରିବା ସମୟରେ ରାତିରେ ଦୀପ ଜଳାଏ ତାର ପୁଣ୍ୟ 100 କଳ୍ପରେ ମଧ୍ୟ ନଷ୍ଟ ହୁଏ ନାହିଁ। ଯିଏ ଜାଗରଣ କାଳରେ ମଞ୍ଜରୀ ସହିତ ତୁଳସୀ ଦଳରେ ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜା କରେ ତାର ପୁଣି ଏହି ସଂସାରରେ ଜନ୍ମ ହୁଏ ନାହିଁ। ସ୍ନାନ, ଚନ୍ଦନ, ଲେପ, ଧୂପ, ଦୀପ, ନୈବେଦ୍ୟ ଓ ତାମ୍ବୁଳ ଏସବୁ ଜାଗରଣ କାଳରେ ଭଗବାନଙ୍କୁ ସମର୍ପିତ କରାଗଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ। କାର୍ତ୍ତିକେୟ, ଯେଉଁ ଭକ୍ତ ମୋର ଧ୍ୟାନ କରିବାକୁ ଚାହେଁ ସେ ଏକାଦଶୀ ରାତ୍ରିରେ ଶ୍ରୀହରିଙ୍କ ପାଖରେ ଭକ୍ତିପୂର୍ବକ ଉଜାଗର ରହିବା ବିଧେୟ। ଏକାଦଶୀ ଦିନ ଯେଉଁ ଲୋକ ଜାଗରଣ କରନ୍ତି ତାଙ୍କ ଶରୀରରେ ଇନ୍ଦ୍ର ଆଦି ଦେବତା ବାସ କରନ୍ତି। ଯିଏ ଜାଗରଣ କାଳରେ ମହାଭାରତ ପାଠ କରେ ସେ ସେହି ପରମଧାମକୁ ଯାଏ ଯେଉଁଠାକୁ ସନ୍ନ୍ୟାସୀ ମହାତ୍ମାମାନେ ଯାଇଥାନ୍ତି। ଯିଏ ସେହି ସମୟରେ ଶ୍ରୀରାମଚନ୍ଦ୍ରଙ୍କର ଚରିତ୍ର ଦଶକଣ୍ଠ ବଧ ପାଠ କରନ୍ତି ସେମାନେ ଯୋଗବେତ୍ତାଙ୍କ ଗତି ପ୍ରାପ୍ତ ହୁଅନ୍ତି। ଯେଉଁମାନେ ଶ୍ରୀହରିଙ୍କ ପାଖରେ ଜାଗରଣ କରନ୍ତି ସେମାନେ 4 ବେଦର ସ୍ୱାଧ୍ୟାୟ, ଦେବତାଙ୍କ ପୂଜା, ଯଜ୍ଞାନୁଷ୍ଠାନ ତଥା ସମସ୍ତ ତୀର୍ଥରେ ସ୍ନାନ କରିଥାନ୍ତି। ଶ୍ରୀକୃଷ୍ଣଙ୍କ ଠାରୁ ବଡ଼ କୌଣସି ଦେବତା ନାହାନ୍ତି କି ଏକାଦଶୀ ବ୍ରତ ସଦୃଶ ଅନ୍ୟ କୌଣସି ବ୍ରତ ନାହିଁ। ଯେଉଁଠି ଭାଗବତ ଶାସ୍ତ୍ର ଅଛି, ଯେଉଁଠି ଭଗବାନ ବିଷ୍ଣୁଙ୍କ ନିମନ୍ତେ ଜାଗରଣ କରାଯାଏ ଓ ଯେଉଁଠି ଶାଳଗ୍ରାମ ଶିଳା ଅବସ୍ଥିତ ସେଠାରେ ସାକ୍ଷାତ୍ ଭଗବାନ ବିଷ୍ଣୁ ଉପସ୍ଥିତ ଥାଆନ୍ତି। ଏକାଦଶୀର ବ୍ରତବିଧି: ଦଶମୀ ରାତ୍ରିରେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ତଥା ଭୋଗବିଳାସରୁ ମଧ୍ୟ ଦୂରେଇ ରୁହନ୍ତୁ। ଏକାଦଶୀ ଦିନ ପ୍ରାତଃକାଳରେ ଦାନ୍ତକାଠି ଅଥବା ପେଷ୍ଟର ଉପଯୋଗ କରନ୍ତୁ ନାହିଁ। ଲେମ୍ବୁ, ଜାମୁ ଅଥବା ଆମ୍ବ ପତ୍ର ଚୋବାଇ ଆଙ୍ଗୁଳିରେ କଣ୍ଠକୁ ଶୁଦ୍ଧ କରିନିଅନ୍ତୁ। ଗଛରୁ ପତ୍ର ଛିଡ଼ାଇବା ମଧ୍ୟ ବର୍ଜିତ। ଏଣୁ ଆପେ ଝଡ଼ି ପଡ଼ିଥିବା ପତ୍ର ସେବନ କରନ୍ତୁ। ଯଦି ଏହା ସମ୍ଭବ ନ ହୁଏ ତେବେ କେବଳ ପାଣିରେ 12 ଥର କୁଳି କରି ପକାନ୍ତୁ। ପୁଣି ସ୍ନାନାଦି ନିତ୍ୟକର୍ମ ସାରି ମନ୍ଦିରକୁ ଯାଇ ଗୀତା ପାଠ କରନ୍ତୁ ଅଥବା ପୁରୋହିତ ଆଦିଙ୍କ ଠାରୁ ଶ୍ରବଣ କରନ୍ତୁ। ପ୍ରଭୁଙ୍କ ସମ୍ମୁଖରେ ଏଭଳି ପ୍ରତିଜ୍ଞା କରିବା ଉଚିତ ଯେ ଆଜି ମୁଁ ଚୋର, ପାଖଣ୍ଡୀ ଓ ଦୁରାଚାରୀ ମନୁଷ୍ୟଙ୍କ ସଙ୍ଗରେ କଥାବାର୍ତ୍ତା ହେବି ନାହିଁ କି କାହାରିକୁ ଦୁଃଖ ଦେବି ନାହିଁ। ଗୋ ବ୍ରାହ୍ମଣ ଆଦିଙ୍କୁ ଫଳାହାର ଓ ଅନାଦି ଦେଇ ପ୍ରସନ୍ନ କରିବି। ରାତିରେ ଜାଗରଣ କରି କୀର୍ତ୍ତନ କରିବି। ଓଂ ନମୋ ଭଗବତେ ବାସୁଦେବାୟ ଏହି 12 ଅକ୍ଷର ବିଶିଷ୍ଟ ମନ୍ତ୍ର ଅଥବା ଗୁରୁମନ୍ତ୍ର ଜପ କରିବି। ରାମକୃଷ୍ଣ ନାରାୟଣ ଇତ୍ୟାଦି ବିଷ୍ଣୁ ସହସ୍ର ନାମକୁ କଣ୍ଠର ଭୂଷଣ କରିବି। ଏହିପରି ପ୍ରତିଜ୍ଞା କରି ଶ୍ରୀବିଷ୍ଣୁ ଭଗବାନଙ୍କୁ
ସ୍ମରଣ ପୂର୍ବକ ପ୍ରାର୍ଥନା କରନ୍ତୁ ଯେ ହେ ତ୍ରିଲୋକପତି, ମୋ ମାନ ମହତ ଆପଣଙ୍କ ହାତରେ। ଏଣୁ ମୋତେ ଏହି ପ୍ରତିଜ୍ଞା ପୂରା କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ମୌନ ଜପ, ଶାସ୍ତ୍ର ପଠନ, କୀର୍ତ୍ତନ, ରାତ୍ରି ଜାଗରଣ ଏକାଦଶୀ ବ୍ରତରେ ବିଶେଷ ଲାଭଦାୟକ ହୋଇଥାଏ। ଏକାଦଶୀ ଦିନ ଅଶୁଦ୍ଧ ଦ୍ରବ୍ୟରେ ତିଆରି ହୋଇଥିବା ପେୟ ପଦାର୍ଥ ପାନ କରନ୍ତୁ ନାହିଁ। ଥଣ୍ଡା ପେୟ, ଏସିଡ୍ ଆଦି ମିଶିବା ଡବାବନ୍ଦ ଫଳରସକୁ ମଧ୍ୟ ପିଅନ୍ତୁ ନାହିଁ। 2 ଥର ଭୋଜନ କରନ୍ତୁ ନାହିଁ। ଆଇସ୍କ୍ରିମ୍ ଆଦି ଜିନିଷ ଖାଆନ୍ତୁ ନାହିଁ। ଫଳ କିମ୍ବା ଘରେ ତିଆରି ଫଳରସ ଅଥବା ଅଳ୍ପ କ୍ଷୀର କିମ୍ବା ଜଳ ପିଇ ରହିବା ବିଶେଷ ଲାଭଦାୟକ। ବ୍ରତର ଦଶମୀ, ଏକାଦଶୀ ଓ ଦ୍ୱାଦଶୀ ଏହି 3 ଦିନରେ କଂସା ବାସନ, ମାଂସ, ପିଆଜ, ରସୁଣ, ମସୁର ଡାଲି, ଚଣା, ଖୁଦ, ଶାଗ, ମହୁ, ତେଲ, ଅଧିକ ଜଳ ସେବନ କରନ୍ତୁ ନାହିଁ। ବ୍ରତର ପୂର୍ବ ଅର୍ଥାତ୍ ଦଶମୀ ଓ ପରଦିନ ଅର୍ଥାତ୍ ଦ୍ୱାଦଶୀରେ ହବିଷ୍ୟାନ୍ନ, ଯବ, ଗହମ, ମୁଗ, ସୈନ୍ଧବ ଲୁଣ, ଗୋଲମରିଚ, ମିଠା ଜିନିଷ, ଗୁଡ଼, ଚିନି ଇତ୍ୟାଦି ଓ ଗୋଘୃତ ଥରେ ମାତ୍ର ଭୋଜନ କରନ୍ତୁ। ଫଳାହାରୀ କୋବି, ଗାଜର, ଶାଲଗମ, ପାଳଙ୍ଗ, କୁଲ୍ଫା, ଶାଗ ଇତ୍ୟାଦି ସେବନ କରିବା ଅନୁଚିତ। ଆମ୍ବ, ଅଙ୍ଗୁର, କଦଳୀ, ବାଦାମ, ପିସ୍ତା ଇତ୍ୟାଦିରେ ଅମୃତ ଫଳ ସେବନ କରିବା ଉଚିତ। ଜୁଆ, ନିଦ୍ରା, ପାନ, ପରନିନ୍ଦା, ଚୁଗୁଲି, ଚୋରି, ହିଂସା, ମୈଥୁନ, କ୍ରୋଧ ତଥା ମିଥ୍ୟା କପଟାଦି ଅନ୍ୟ କୁକର୍ମରୁ ନିତାନ୍ତ ଦୂରେଇ ରହିବା ଉଚିତ। ବଳଦ ପିଠିରେ ବସନ୍ତୁ ନାହିଁ। ଭୁଲବଶତଃ କୌଣସି ନିନ୍ଦୁକ ସଙ୍ଗରେ କଥା ହୋଇଗଲେ ଏହି ଦୋଷକୁ ଦୂର କରିବା ପାଇଁ ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ତଥା ଧୂପ ଦୀପରେ ଶ୍ରୀହରିଙ୍କ ପୂଜା କରି କ୍ଷମା ମାଗିନେବା ଉଚିତ। ଏକାଦଶୀ ଦିନ ଘରେ ଝାଡ଼ୁ କରନ୍ତୁ ନାହିଁ। ଏଥିରେ ପିମ୍ପୁଡ଼ି ଆଦି ସୂକ୍ଷ୍ମ ଜୀବର ମୃତ୍ୟୁ ଭୟ ରହେ। ଏହି ଦିନ ବାଳ କାଟନ୍ତୁ ନାହିଁ। ମଧୁର ବଚନ କହନ୍ତୁ। କମ୍ କହନ୍ତୁ। ଅଧିକ କହିବା ଦ୍ୱାରା ନ କହିବା ଭଳି ବଚନ ମଧ୍ୟ ପାଟିରୁ ବାହାରିଯାଏ। ସତ୍ୟ ଭାଷଣ କରିବା ଉଚିତ। ଏହି ଦିନ ଯଥାଶକ୍ତି ଅନ୍ନଦାନ କରନ୍ତୁ, କିନ୍ତୁ ନିଜେ ଅନ୍ୟ କାହା ଦ୍ୱାରା ଦିଆ ହୋଇଥିବା ଅନ୍ନ କଦାପି ଗ୍ରହଣ କରନ୍ତୁ ନାହିଁ। ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଲଗେଇ ତଥା ତହିଁରେ ତୁଳସୀ ଦଳ ପକାଇ ଗ୍ରହଣ କରିବା ଉଚିତ। ଏକାଦଶୀ ଦିନ କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ ଏହି ଦିନ ବ୍ରତ କରି ଏହାର ଫଳ ସଂକଳ୍ପ କରି ମୃତକଙ୍କୁ ଦେବା ଉଚିତ ଓ ଗଙ୍ଗାରେ ପୁଷ୍ପ ଅସ୍ଥି ପ୍ରବାହିତ କରିବା ପରେ ମଧ୍ୟ ଏକାଦଶୀ ବ୍ରତ ପାଳନ କରି ବ୍ରତ ଫଳ ପ୍ରାଣୀଙ୍କ ନିମିତ୍ତ ଦାନ କରିବା ଉଚିତ। ପ୍ରାଣୀ ମାତ୍ରେ ଅନ୍ତର୍ଯ୍ୟାମୀଙ୍କ ଅବତାର ଭାବି କାହାରି ସହିତ ଛଳକପଟ କରିବା ଅନୁଚିତ। ନିଜର ଅପମାନ କରୁଥିବା ଅଥବା କଟୁ ବଚନ କହୁଥିବା ଲୋକ ଉପରେ ଭୁଲରେ ମଧ୍ୟ କ୍ରୋଧ କରିବା ଅନୁଚିତ। ସନ୍ତୋଷର ଫଳ ସବୁବେଳେ ମଧୁର। ମନରେ ସର୍ବଦା ଦୟା ରଖିବା ଉଚିତ। ଏହି ବିଧିରେ ବ୍ରତ କରୁଥିବା ମନୁଷ୍ୟକୁ ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ। ଦ୍ୱାଦଶୀ ଦିନ ବ୍ରାହ୍ମଣକୁ ମିଷ୍ଟାନ୍ନ ଦକ୍ଷିଣା ଆଦି ଦ୍ୱାରା ପ୍ରସନ୍ନ କରି ସେମାନଙ୍କୁ ପରିକ୍ରମା କରିନେବା ଉଚିତ। ବ୍ରତ ସମାପ୍ତ କରିବାର ବିଧି। ଦ୍ୱାଦଶୀ ଦିନ ସେବା ପୂଜା ଜାଗାରେ ବସି 7ଟି ଭଜା ଚଣାକୁ 14 ଖଣ୍ଡ କରି ନିଜର ମୁଣ୍ଡ ପଛପଟକୁ ଫିଙ୍ଗିବା ଉଚିତ। ମୋର 7 ଜନ୍ମର ଶାରୀରିକ, ବାଚିକ ଓ ମାନସିକ ପାପ ନଷ୍ଟ ହୋଇଗଲା, ଏହା ଭାବନା କରି 7 ଆଞ୍ଜୁଳା ଜଳ ପିଇ 7ଟି ଚଣା ଦାନା ଖାଇ ବ୍ରତ ସମାପ୍ତ କରିବା ଉଚିତ। ଚାଲନ୍ତୁ ଏକାଦଶୀରେ
ଶ୍ରୀ ନାରାୟଣଙ୍କ ସ୍ତୁତି ଟିକେ ପାଠ କରିଦେବା। କୃପାମୟ କଞ୍ଜବଦନ କର ଦୁର୍ଗତି ଛେଦନ କିଛି ଘେନ ନିବେଦନ କ୍ଷମାନିଧି ଭକ୍ତ ତାରଣ ଖେଦ ଭେଦରେ କାରଣ ଖଟାଅ ପଦ୍ମଚରଣ ଗୋବର୍ଦ୍ଧନ ଧାରଣ ହରି ଗୋପେ ଗୋକୁଳ ବିହାରୀ ଗୁହାରି ଘେନ ମହରି ଘେନ ଭକ୍ତ ଘନ କାଳିଆ ଘେନାଙ୍କ ବାଙ୍କ ଚୁଳିଆ ଘଟଣ ଗୁଞ୍ଜମାଳିଆ ଅନ୍ତର୍ଯାମୀ ଆର୍ତ ଭଞ୍ଜନ ଐରୀ କୂଳ ଗଞ୍ଜନ ଅଭେଦ ଜନ ଭଞ୍ଜନ ଚକ୍ରପାଣି ଚିନ୍ତା ଦହନ ଚିନ୍ତନକାରୀ ମହନ ଚାଳ ଆଜ୍ଞାକୁ ବହନ ଛାତିରେ କୌସ୍ତଭମଣି ଛବି ଜହ୍ନେ ଦିନମଣି ଛନ୍ଦ କିମ୍ପା ଅଛି ମଣି ଜୟତ୍ରୀ ଭଙ୍ଗିମା ଠାଣିକି ଜଣାଅ ବଂଶୀ ପାଣିକି ଯାଉ ମୋ ଦୁଃଖ ଏଣିକି ଝଳି ପୀତାମ୍ବର ସୁନ୍ଦର ଝଟକେ ବିମ୍ବା ଅଧର ଝୁଲିବା ଚାଲି ସୁନ୍ଦର ନାରାୟଣ ନନ୍ଦନନ୍ଦନ ନାଗରୀ ହୃଦ ଚନ୍ଦନ ନିମେ ଘେନ ନିବେଦନ ଟେକ ମହିମା ଯଦୁପତି ଟାଣ ଅଘୋର ବିପତି ଟାଳି ନିଏ ମୋ ସମ୍ପତ୍ତି ଠାବେ ଯୋଗୀ କରେ ଧ୍ୟାନକୁ ଠୁଳେ ନ ଜାଣେ ଆନକୁ ଠିକେ ହୁଅ ପ୍ରସନ୍ନକୁ। ଚାଲନ୍ତୁ ଶ୍ରୀ ମହାଲକ୍ଷ୍ମୀଙ୍କ ସ୍ତୁତି ପାଠ କରିଦେବା। ଜୟ ଜୟ ମହାଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ଜୟ ଜୟ ମହାଲକ୍ଷ୍ମୀ ସଂସାର ପାଳିନୀ ଜୟ ଜୟ ମହାଲକ୍ଷ୍ମୀ ପଦ୍ମନିବାସିନୀ ଜୟ ଜୟ ମହାଲକ୍ଷ୍ମୀ ଦୁଃଖ ବିନାଶିନୀ ଜୟ ଜୟ ମହାଲକ୍ଷ୍ମୀ ଅତି ଦୟାବତୀ ତୁମ୍ଭ ପାଦ ପଙ୍କଜରେ ରହୁ ମୋର ମତି କିଞ୍ଚିତେ ସୁଦୟା ମତେ କର ମହାମାଇ ଅତି ଦୁଃଖରେ ପଡ଼ିଣ ଡାକୁଅଛି ମୁହିଁ ବିପଦ ଭଞ୍ଜନୀ ତୋର ନାମଟେ ଯେଣୁ ବିପଦରେ ପଡ଼ି ମୁହିଁ ଡାକୁଅଛି ତେଣୁ ନ ଜାଣଇ ତୋର ଭକ୍ତି ଅତି ମୂଢ଼ମତି କର ଯୋଡ଼ି କରୁଅଛି ତତେ ମୁହିଁ ସ୍ତୁତି ତୋର ନାମ ଅଛି ଯେତେ କେ କହିପାରିବ
ବ୍ରହ୍ମା ନାରଦଙ୍କୁ ଯାହା ଅଟଇ ଦୁର୍ଲଭ। ସଂକ୍ଷେପିତ ହର ନାମ କରୁଛି ଗାୟନ। ଜଗତ ଜନନୀ ମତେ ହୁଅ ସୁପ୍ରସନ୍ନ। ପ୍ରଥମେ ତ ନାମ ଲକ୍ଷ୍ମୀ କମଳା ଦ୍ୱିତୀୟେ। ତୃତୀୟେ ନାମ ତ ପଦ୍ମା ଚତୁର୍ଥେ ହରିପ୍ରିୟେ। ପଞ୍ଚମେ ଦାରିଦ୍ର୍ୟ ଭଞ୍ଜନୀ ତୋର ନାମ ଖ୍ୟାତ। ଷଷ୍ଠରେ ବିମଳା ଅଟୁ ତୁହି ଜଗନ୍ନାଥ। ସପ୍ତମେ ଜଗମୋହିନୀ ଚଞ୍ଚଳା ଅଷ୍ଟମେ। ନବମେ ଜାନକୀ ରମା ନାମ ତ ଦଶମେ। ଏ 10 ନାମକୁ ପ୍ରତି ଦିନ ଯେ ସ୍ମରଇ। ଦାରିଦ୍ର୍ୟ ବ୍ୟଥା ତାହାର ଲେଶେ ନ ରହଇ। ତୋ ନାମ ଜପିଲେ ଦରିଦ୍ରତା ହୁଏ ଦୂର। ଧନ ସମ୍ପଦରେ ପୂର୍ଣ୍ଣ ହୁଅଇ ଭଣ୍ଡାର। ତୋର ନାମ ଧରି ଯେହୁ ବାଣିଜ୍ୟ କରଇ। ବହୁ ଅର୍ଥ ଲାଭ ତାର ନିଶ୍ଚୟ ହୁଅଇ। ଜଗତ ଜନନୀ ତୁ କମଳା ନାମ ବହୁ। ଯେ ତତେ ଭକ୍ତିରେ ଡାକେ ତାହା ଘରେ ଥାଉ। ଯାହାକୁ ସୁଦୟା କରୁ ସେ ହୁଏ ଧନାଢ଼୍ୟ। ନାରୀ ଶିରୋମଣି ନାହିଁ ତୋଠାରୁ କେବଳ। କୀଟୁ ବ୍ରହ୍ମ ଯାଏ ସମସ୍ତଙ୍କୁ ଦେଉ ପଡ଼ି। ତୋ ନାମ ଚିନ୍ତିଲେ ଦୁଃଖ କଷ୍ଟ ଯାଏ ଛାଡ଼ି। ତୋର ଦ୍ରୋହୀ ମାନଙ୍କୁ ମାଗ ଅନ୍ନ ନ ମିଳଇ। ଯେତେ ଅରଜିଲେ ପେଟ କେବେ ନ ପୂରଇ। ତୋହର ଚରିତ କର୍ଣ୍ଣ ଦେଇ ଯେ ଶୁଣଇ। କିଏ ବା ଭକତି ଭାବେ ମନରେ ଗୁଣଇ। ତାହାର ଦରିଦ୍ରପଣ ଯାଏ ଦୂର ହୋଇ। ସର୍ବଦା ପ୍ରସନ୍ନ ତାକୁ ହେଉ ମହାମାଇ। ଏଣୁ ତ ଚରଣେ ମାଗ କରୁଛି ବିନତି। ଦୟା କରି ମାଗ ଫେଡ଼ ଏ ଘର ବିପତ୍ତି। କିଞ୍ଚିତରେ ନେତ୍ର ଢାଳି ଚାହିଁ ଦିଅ ମତେ। ମୁହିଁଆ ରକ୍ଷିତ ଜନ ଆଶ୍ରା କଲି ତତେ। ଯେତେବେଳେ ଯାହା ମାଗ କରୁଥିବି ଇଚ୍ଛା। ଜଗତ ଜନନୀ ପୂର୍ଣ୍ଣ କର ମନ ବାଞ୍ଛା। ମୋ ପ୍ରତି କରୁଣା ଯେବେ ନ କରିବୁ ତୁହି। ଭବସାଗରେ ଭାସିବି ସିନା ଧନ୍ଦି ହୋଇ। ତୁହି ନ ଫେଡ଼ିଲେ ଦୁଃଖ ଆନ କେ ଫେଡ଼ିବ। ଦାସ ନାଶ ଗଲେ ନିନ୍ଦା ତୋହର ହୋଇବ। ତୁହି ମୋର ମାତା ପିତା ତୁ ଇଷ୍ଟ ଦେବତା। ତୁହି ମୋର ଭାଇ ବନ୍ଧୁ ତୁ ରକ୍ଷା କରତା। ତୋର ପାଦ ବିନୁ ମୋର ଅନ୍ୟ ଗତି ନାହିଁ।
ବିପଦ ଭଞ୍ଜନୀ ମାଗ ମତେ କର ତ୍ରାହି। ବିପଦ ଭଞ୍ଜନୀ ମାଗ ମତେ କର ତ୍ରାହି। ଚାଲନ୍ତୁ ଶ୍ରୀ ଦୁର୍ଗାଙ୍କ ସ୍ତୁତି ପାଠ କରିଦେବା। ଶ୍ରୀ ଦୁର୍ଗାଙ୍କୁ ପ୍ରାର୍ଥନା ମୁଁ ଜଣାଏ ଅନ୍ତରାଏ, ଜୟ ତୁ ଦୁର୍ଗା ମାଗ ନାଦି ସିଦ୍ଧକାଏ। ନମସ୍ତେ କାତ୍ୟାୟିନୀ ମାଗ ଜଗତ ଯୋଗେଶ୍ୱରୀ, ସତ୍ୟ ଯୁଗେ ମାଗେ ମହିଷାସୁର ଦର୍ପହାରୀ। କାଳୀ ତୁ କରାଳି ମାଗ ବିକଟ ବିକରାଳି, ମସ୍ତକେ ସିନ୍ଦୁର ମାଗ ହସ୍ତରେ ଜପାମାଳି। ଢଳ ଢଳ ନୟନୀ ମାଗ ବକ୍ରତ ଚାହାଣି, କଜଳ ରେଖା ମାଗ ପାଉ ତୁ ଶୋଭାମଣି। ଅତି ସୁବେଶରେ ମାଗ ନାସାରେ ବସଣି, ମୁକୁତା ଝରା ମାଗ ବେଣ୍ଟୁଳା ହୀରାମଣି। ହରଙ୍କ ଘରଣୀ ମାଗ କୈଳାସ ମଣ୍ଡନୀ, ବିନ୍ଧ୍ୟଗିରି ବାସିନୀ ମାଗ ଦୁର୍ଗତି ନିବାରିଣୀ। ଅନନ୍ତ ବ୍ରହ୍ମାଣ୍ଡେ ମାଗ ଅସୁରାନ୍ତ ମାଇଲୁ, 14 ବ୍ରହ୍ମାଣ୍ଡେ ମାଗ ମହାମାଇ ବୋଲାଇଲୁ। ମଦ ମାଂସ ମଦିରାରେ ମାଗ ହୋଇଲୁ ମତୁଆଳି, ରଣରଙ୍ଗ ଭୂମିରେ ମାଗ କ୍ରୀଡ଼ା ରଙ୍ଗେ ଖେଳି। ସକଳ ସଂସାରେ ମାଗ ତୁମ୍ଭର ଯେ ମାୟା, ମୋ ପ୍ରତି ପ୍ରସନ୍ନ ଦେବୀ ହୁଅ ମହାମାୟା। ତତେ ସୁମରଣା ମାଗ କରନ୍ତି ପଶୁପତି, ତତେ ସୁମରିଲେ ମାଗ ନଥାଏ ଭୟ ଭ୍ରାନ୍ତି। ଚରଚିକା ଖେଚରୀ ମାଗ ଅଟୁ ତୁ ବାଙ୍କେଶ୍ୱରୀ, ଚାକେକି ରାମଚଣ୍ଡୀ ମାଗ ଦିଶୁ ତୁ ଭୟଙ୍କରୀ। ଆୟୁଧ ଘେନିଣ ମାଗ ବସିଲୁ ସିଂହ ପିଠି, ଭାରାଉ ଶାସିଲୁ ମାଗ ଧରିଣ ରୂପ କୋଟି। ରାଜାଙ୍କ ମନ୍ଦିରେ ମାଗ ଅହର୍ନିଶି ଥାଉ, ବରଷ ପୁରିଲେ ମାଗ ଛାଗଳ ବଦା ଖାଉ। ବାଳ ବୃଦ୍ଧା ଯୁବା ମାଗ ତିନି ରୂପ ଧରୁ, ସଙ୍କଟ ପଡ଼ିଲେ ମାଗ ପ୍ରାଣୀଙ୍କି ଉଦ୍ଧାରୁ। ମୋର ଏ ବିପତ୍ତି ମାଗ ସହି ନ ପାରିଲି, ତେଣୁ କରି ତତେ ମାଗ ସୁମରଣା କଲି। ଏ ଘର ସଙ୍କଟୁ ମାଗ ପାରି କର ମତେ, ତେବେ ତ କିରତି ମାଗ ରହିବ ଜଗତେ। ଆତଙ୍କ ନାଶିନୀ ମାଗ ବାରେ ଦୟା କର, କଥାଏ ମାଗୁଛି ମାଗ ଦେବୁ ମତେ ବର। ନମସ୍ତେ ନମସ୍ତେ ମାଗ ଦୁର୍ଗତି ନାଶିନୀ, ନମସ୍ତେ ସମସ୍ତେ ମାଗ ଖର୍ପର ଧାରିଣୀ।
नमस्ते आदिशक्ति त्रिपुरमोहिनी नमस्ते सिंहवाहिनी त्रिलोककारिणी चराचर गति माग जगत उद्धार प्रसन्न होइन मते दुस्तरु निस्तार जय विपद नाशिनी दया कर मते संकट काल रे मात चिंता कलितते जय भगवती माग फेडम दुर्गति आश्रा देई पाद तले दिय सदगति। श्री तुलसी देवी स्तुति। माग तुलसी देवी अटु श्री कृष्ण प्राण वल्लभी माग तुलसी देवी प्रभातु उठिण धरी तुम्भ नाम जे करे तुम्भ दर्शन प्रभातु उठिण धरी तुम्भ नाम जे करे तुम्भ दर्शन तुम्भरी कृपारु से प्राणीर निश्चय सुझटते सेहि दिन तुम्भरी कृपारु से प्राणीर निश्चय सुझटके सेहि दिन माग तुलसी देवी अटु श्री कृष्ण प्राण वल्लभी सत्यजुगे तुम्भ नाम सत्यावती त्रेतया जुगे मालती सत्यजुगे तुम्भ नाम सत्यावती त्रेतया जुगे मालती द्वापर जुगरे नाम तो त्रिपुरा कली जुगे वृंदावती द्वापर जुगरे नाम तो त्रिपुरा कली जुगे वृंदावती माग तुलसी देवी अटु श्री कृष्ण प्राण वल्लभी माग तुलसी देवी तुलसीर माळ तुलसीर चूल तुलसी भूषण होई तुलसीर माळ तुलसीर चूल तुलसी भूषण होई तुलसी मूलरे लय लगाइले नीलचक्र दिशुथाई तुलसी मूलरे लय लगाइले नीलचक्र दिशुथाई माग तुलसी देवी अटु श्री कृष्ण प्राण वल्लभी माग तुलसी देवी मूले तोर गंगा डाले तोर विष्णु पत्रे देवतांक वास मूले तोर गंगा डाले तोर विष्णु पत्रे देवतांक वास तो पत्र पड़िले मन ही हुई बोलोई गोलक दास तो पत्र पड़िले मन ही हुई बोलोई गोलक दास माग तुलसी देवी अटु श्री कृष्ण प्राण वल्लभी माग तुलसी देवी अटु श्री कृष्ण प्राण वल्लभी माग तुलसी देवी।